ऋतु ग्रीष्म पर केउं ऋतु आसे ତ ବସନ୍ତ। ତ ଏଇ ଛଅଟି ଋତୁ ମଧ୍ୟରୁ କବି ଜଗନ୍ନାଥ ଦାସ ବର୍ଷା ଋତୁ ସମ୍ପର୍କରେ ଲେଖିଛନ୍ତି। ତ ଆମେ ଏଇ ବର୍ଷା ଋତୁକୁ ପଢ଼ିବା, ଯେଉଁଟାକି ଭାଗବତରୁ ଆସିଛି। ତେଣୁ ଆମେ ଭାଗବତ ଗାନ କଲା ପରେ ଗାଇବାକୁ ପଡ଼ିବ। ପ୍ରତି ଧାଡ଼ିରେ 9ଟି ଅକ୍ଷର ଅଛି। ତୃତୀୟ, ପଞ୍ଚମ ଆଉ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ। ତ ଯତିପାତ ବେଲେ ପିଲାମାନେ ସେଇଠି ଟିକେ ରାଗ ଟିକେ ଅଧିକ ହେବ, ମାନେ ତୃତୀୟ, ପଞ୍ଚମ ଆଉ ଶେଷ ଅକ୍ଷରରେ ରାଗ ଟିକେ କରିବାକୁ ପଡ଼ିବ, ମାନେ ସାଉଣ୍ଡ ଟିକେ ଅଧିକ କରିବାକୁ ପଡ଼ିବ। ବେଶ ସମୟ ଯାଏଁ ରାଗ ଟିକେ ରଖିବାକୁ ପଡ଼ିବ। ତ ବର୍ତ୍ତମାନ ଆମେ ଚାଲନ୍ତୁ ସେଇ କବିତାକୁ ଆଲୋଚନା କରିବା। ଆଚ୍ଛା ପିଲା ଦେଖ, ବର୍ତ୍ତମାନ ମୁଁ କବିତାଟିକୁ ଗାନ କରୁଛି। ଭାଗବତ ଯେମିତି ଗାନ କରାଯାଏ ସେମିତି ଗାନ କରିବାକୁ ପଡ଼ିବ, କାହିଁକି ନା ଏଇ ବର୍ଷା କବିତାଟି ଭାଗବତରୁ ଆସିଛି। ଏମନ୍ତେ ଗ୍ରୀଷ୍ମ କାଳ ଗଲା, ବରଷା ଋତୁ ପ୍ରକାଶିଲା। ସକଳ ଋତୁଙ୍କର ସାର, ଶସ୍ୟ ସମ୍ପଦ ମଞ୍ଚପୁର। ତ ପିଲାମାନେ ଏମିତି ବର୍ଷା କବିତାକୁ ଗାନ କରିବାକୁ ପଡ଼ିବ। ତ ଦେଖନ୍ତୁ, ମୁଁ ତାହାର ଭାବାର୍ଥ ବୁଝାଇ ଦେଉଛି। ଏମନ୍ତେ ଗ୍ରୀଷ୍ମ କାଳ ଗଲା, ବରଷା ଋତୁ ପ୍ରକାଶିଲା। ତାର ଭାବାର୍ଥ ହେଉଛି, ଏହିପରି ଭାବରେ ଯେତେବେଳେ ଆମ ଧରାପୃଷ୍ଠରୁ ଗ୍ରୀଷ୍ମ ଋତୁ ବିଦାୟ ନେଲା ବା ଗ୍ରୀଷ୍ମ ଋତୁ ସରିଗଲା, ତ ଗ୍ରୀଷ୍ମ ଋତୁ ବିଦାୟ ନେଲା ପରେ ପରେ ବର୍ଷା ଋତୁର ଆଗମନ ହେଲା। ଗ୍ରୀଷ୍ମ ଋତୁ ଯେତେବେଳେ ସରିଗଲା, ସେଇଠୁ ବର୍ଷା ଋତୁର ଆରମ୍ଭ ହେଲା। ସକଳ ଋତୁଙ୍କର ସାର, ଶସ୍ୟ ସମ୍ପଦ ମଞ୍ଚପୁର। ତ ପିଲାମାନେ, ଏଇଠି କବି ଜଗନ୍ନାଥ ଦାସ ବର୍ଷା ଋତୁକୁ ସକଳ ଋତୁଙ୍କର ସାର ବୋଲି କହିଛନ୍ତି। ସକଳ ବେଲେ ହେଉଛି ସମସ୍ତ, ସାର ବେଲେ ହେଉଛି ଶ୍ରେଷ୍ଠ। ତ ଏଇଠି କବି ଜଗନ୍ନାଥ ଦାସ ବର୍ଷା ଋତୁକୁ ସବୁ ଋତୁମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ବର୍ଣ୍ଣନା କରିଛନ୍ତି। କାହିଁକି ନା ଏଇ ବର୍ଷା ଋତୁରେ ସମଗ୍ର ପୃଥିବୀ, ମଞ୍ଚପୁର ବେଲେ ହେଉଛି ପୃଥିବୀ, ସମଗ୍ର ପୃଥିବୀରେ ବର୍ଷା ଋତୁ ଯେତେବେଳେ ଆସିଥାଏ, ତ ବର୍ଷା ଋତୁରେ ଶସ୍ୟ ସମ୍ପଦରେ ଭର୍ତ୍ତି ହୋଇଯାଏ। এই ମଞ୍ଚପୁରଟା ଯେତେବେଳେ ଶସ୍ୟ ସମ୍ପଦରେ ଭର୍ତ୍ତିପୁର ହୋଇଯାଏ, ତେଣୁକରି କବି ଜଗନ୍ନାଥ ଦାସ ଏଇଠି ବର୍ଷା ଋତୁଙ୍କୁ ସବୁ ଋତୁମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ବର୍ଣ୍ଣନା କରିଛନ୍ତି। ମେଘେ ମିଳିଲେ ଶୂନ୍ୟ ପଥେ, ବିଜୁଳି ଶବଦ ସଙ୍ଗତେ। ତ ପିଲାମାନେ, ଆକାଶରେ ମେଘମାନେ ପରସ୍ପର ସହିତ ମିଶିକି ଗର୍ଜନ କରନ୍ତି ଏବଂ ଆକାଶରେ ବିଜୁଳି ମଧ୍ୟ ଦେଖାଦିଏ। ଆକାଶରେ ବିଜୁଳି ଦେଖାଦେବା ସହିତ ମେଘମାନେ ମଧ୍ୟ ପରସ୍ପର ସହିତ ମିଶିକି ଗର୍ଜନ କରନ୍ତି ଏବଂ ଜଳବର୍ଷା କରିଥାନ୍ତି। ମହିମଣ୍ଡଳ ଦୁଃଖ ଚାହିଁ, ଜଳ ଛାଡ଼ିଲା ତୋଷ ହୋଇ। ତ ପିଲାମାନେ, ମହିମଣ୍ଡଳ ବେଲେ ହେଉଛି ପୃଥିବୀ। ଏଇ ପୃଥିବୀର ଦୁଃଖକୁ ଦେଖି ମେଘମାନେ କ'ଣ କଲେ ନା ଜଳ ପ୍ରଦାନ କଲେ, ଆନନ୍ଦର ସହିତ ସନ୍ତୋଷ ଚିତ୍ତରେ ଜଳ ପ୍ରଦାନ କଲେ। ତ ପୃଥିବୀ କଷ୍ଟ ପାଇଥିଲା କେମିତି ନା, ଯେତେବେଳେ ଗ୍ରୀଷ୍ମ ଋତୁ ଥିଲା, ଗ୍ରୀଷ୍ମ ଋତୁର ଟାଣୁଆ ଖରାରେ ପୃଥିବୀ ବହୁତ କଷ୍ଟ ସହ୍ୟ କରିଥିଲା। ଆଉ ଯେତେବେଳେ ବର୍ଷା ଋତୁ ଆସେ, ସେତିକି ବେଳେ ମେଘମାନେ କ'ଣ କରନ୍ତି ନା, ଏଇ ପୃଥିବୀର ଦୁଃଖକୁ ଦେଖି ଆନନ୍ଦର ସହିତ ଜଳ ପ୍ରଦାନ କରିଥାନ୍ତି। ଘୋର ଶବଦେ ମେଘମାଳ, ଗର୍ଜିଣ ବରଷନ୍ତି ଜଳ। ତ ପିଲାମାନେ, ମେଘମାନେ କ'ଣ କରନ୍ତି ନା, ମେଘମାନେ ଘୋର ଶବ୍ଦ କରିକି ଗର୍ଜନ କରନ୍ତି। ଘୋର ଶବଦେ ମେଘମାଳ, ମେଘମାନେ ଆକାଶରେ ଗର୍ଜନ କରନ୍ତି, ତାପରେ ଜଳବର୍ଷା କରିଥାନ୍ତି। ପ୍ରାଣୀ ଜୀବନ ଜଳରାଶି, କରୁଣା ଚିତ୍ତରେ ବରସି। ତ ପିଲାମାନେ, ପ୍ରାଣୀ ଜୀବନ ଜଳ ଉପରେ ନିର୍ଭର କରିଥାଏ। ସମସ୍ତ ପ୍ରାଣୀ ଜଳ ବିନା ବଞ୍ଚିପାରିବେ ନାହିଁ, ଜଳ ହିଁ ଜୀବନ। ତେଣୁକରି ବର୍ଷା କରୁଣା ହୃଦୟରେ ଜଳଦାନ କରିଥାଏ।
ପୃଥିବୀ ରବି ତେଜ ଗ୍ରାସେ ତାପିତ ଥିଲା ଅଷ୍ଟମାସେ। ତ ପିଲାମାନେ ପୃଥିବୀ 8 ମାସ ଧରି ଉତ୍ତପ୍ତ ଥିଲା। ରବି ବେଲେ ହେଉଛି ସୂର୍ଯ୍ୟ, ତେଜ ବେଲେ ହେଉଛି କିରଣ। ସୂର୍ଯ୍ୟଙ୍କ କିରଣରେ ପୃଥିବୀ ଦୀର୍ଘ 8 ମାସ ଧରି ଉତ୍ତପ୍ତ ରହିଥିଲା। ତ 8 ମାସ କେମିତି ନା ଦେଖ, ଆମେ 6ଟି ଋତୁ ବର୍ଷକରେ ଆସିଥାଏ ସିନା, କିନ୍ତୁ ଆମେ 3ଟି ଋତୁକୁ ଅନୁଭବ କରିଥାଉ। ଗ୍ରୀଷ୍ମ ଋତୁ ମାନେ ଖରା ଦିନକୁ, ବର୍ଷା ଋତୁ ମାନେ ଯେଉଁଟା ବର୍ଷା ହୁଏ ସେତିକି ବେଳେ, ଆଉ ଶୀତ ଋତୁ। ଏ 3ଟି ଋତୁକୁ ଆମେ ଅନୁଭବ କରିଥାଉ। ତ ଏଇଟା 4 ମାସ, ଏଇଟା 4 ମାସ, 8 ମାସ, ଏଇଟା 4 ମାସ, 12 ମାସ। ତ ଏଇ ଯେଉଁ ଗ୍ରୀଷ୍ମ 4 ମାସ ହେଲା ଆଉ ଶୀତ 4 ମାସ, ଏଇ 8 ମାସ ଧରି ପୃଥିବୀ ଉତ୍ତପ୍ତ ଥିଲା। ଜଳ ପାଇଲା ତୋଷ ଚିତେ ତପସ୍ୱୀ ଜନଙ୍କର ମତେ। ତପସ୍ୟା ଫଳ ଯେହ୍ନେ ପାଇ ଭୁଞ୍ଜନ୍ତି ଅତି ସୁଖୀ ହୋଇ। ତ ପିଲାମାନେ ଭୁଞ୍ଜନ୍ତି ବେଲେ ହେଉଛି ଭୋଗ କରି। ତ ଏ ତାର ଭାବାର୍ଥ ହେଲା ଯେ ତପସ୍ୱୀ ଯେ ତପସ୍ୟା କରେ ସେ ହେଲା ତପସ୍ୱୀ। ତପସ୍ୱୀ ଯେତେବେଳେ ଦୀର୍ଘ ଦିନ ଧରି ତପସ୍ୟା କରିଥାଏ ଏବଂ ଶେଷରେ ତପସ୍ୟାର ଫଳ ଯେତେବେଳେ ସେ ଲାଭ କରିଥାଏ, ସେ ବହୁତ ଖୁସି ହୋଇଥାଏ ଆଉ ତପସ୍ୟାର ଫଳକୁ ସେ ଉପଭୋଗ କରିଥାଏ। ତ ଠିକ୍ ସେହିପରି ଯେତେବେଳେ ପୃଥିବୀ 8 ମାସ ଧରି ଦୀର୍ଘ ଦିନ ଅପେକ୍ଷା କରିଥିଲା ଜଳଟିଏ ପାଇବାକୁ, ତ ଯେତେବେଳେ ସେ ଜଳ ଟିକେ ପାଇଥିଲା ସେଥିରେ ସେ ଆତ୍ମସନ୍ତୋଷ କରିଥିଲା। ତ ତପସ୍ୟାର ଫଳ ଯେତେବେଳେ ତପସ୍ୱୀମାନେ ପାଇକି ଉପଭୋଗ କରନ୍ତି ଆନନ୍ଦର ସହିତ, ଠିକ୍ ସେହିପରି 8 ମାସ ଧରି ପୃଥିବୀ ଯେତେବେଳେ ଉତ୍ତପ୍ତ ରହିଥିଲା, ତ ଜଳ ଟିକେ ଯେତେବେଳେ ପାଇଗଲା ପରେ ସେ ଜଳ ପାଇକି ଆତ୍ମସନ୍ତୋଷ କଲା। ଖଦ୍ୟୋତ କୀଟ ନିଶା ମୁଖେ ଜଗତ ଆବରିଲେ ସୁଖେ। ତ ପିଲାମାନେ ଖଦ୍ୟୋତ ବେଲେ ହେଉଛି ଜୁଳୁଜୁଳିଆ ପୋକ, ଯେଉଁଟା ସନ୍ଧ୍ୟା ବେଲେ ଉଡ଼ି ବୁଲେ, ଯେମିତିକି ଗୋଟେ ଲାଇଟ୍ ଜଳିଲା ପରି ଲାଗେ, ସେଇଟା ହେଲା ଜୁଳୁଜୁଳିଆ ପୋକ ଖଦ୍ୟୋତ। ନିଶାମୁଖ ବେଲେ ହେଉଛି ସନ୍ଧ୍ୟାବେଳ। ତ ଖଦ୍ୟୋତ ମାନେ କ'ଣ କରନ୍ତି, ଯେତେବେଳେ ସନ୍ଧ୍ୟା ହେଇଯାଏ, ସନ୍ଧ୍ୟା ହେଲେ ବେଲେ ସେମାନେ ସମଗ୍ର ବିଶ୍ୱରେ ସବୁଆଡ଼େ ଚାରିପଟେ ସେମାନେ ଅତ୍ୟନ୍ତ ଆନନ୍ଦର ସହିତ ଉଡ଼ି ବୁଲନ୍ତି। ତେଣୁ କବି କହିଛନ୍ତି ଖଦ୍ୟୋତ କୀଟ ନିଶା ମୁଖେ ଜଗତ ଆବରିଲେ ସୁଖେ। ଅର୍ଥାତ୍ ଖଦ୍ୟୋତ କୀଟମାନେ ଯେତେବେଳେ ସନ୍ଧ୍ୟା ହେଇଯାଏ, ସନ୍ଧ୍ୟା ହେଲା ପରେ ସେମାନେ ସମଗ୍ର ପୃଥିବୀରେ ଅର୍ଥାତ୍ ଚାରିପଟେ ସେମାନେ ଅତ୍ୟନ୍ତ ଖୁସିରେ ଉଡ଼ି ବୁଲନ୍ତି। ମଣ୍ଡୁକେ ମେଘ ନାଦ ଶୁଣି ଗର୍ଜନ୍ତି ଆବୋରିଣ ପାଣି। ତ ପିଲାମାନେ ମଣ୍ଡୁକ ବେଲେ ହେଉଛି ବେଙ୍ଗ। ବେଙ୍ଗମାନେ କ'ଣ କରନ୍ତି ନା, ଯେତେବେଳେ ଆକାଶରେ ମେଘମାନଙ୍କର ଗର୍ଜନ ହୁଏ, ଯାହାକୁ ଆମେ ଘଡ଼ଘଡ଼ି କହିଥାଉ, ତ ସେଇ ଘଡ଼ଘଡ଼ି ଯେତେବେଳେ ହୁଏ, ତ ବେଙ୍ଗମାନେ ପାଣି ଭିତରେ ଘେରି ଗର୍ଜନ କରୁଥାନ୍ତି। ମଣ୍ଡୁକେ ମେଘ ନାଦ ଶୁଣି ଗର୍ଜନ୍ତି ଆବୋରିଣ ପାଣି। ମେଘମାନଙ୍କର ଶବ୍ଦ ଶୁଣି ବେଙ୍ଗମାନେ ପାଣିରେ ଘେରି ଗର୍ଜନ କରୁଥାନ୍ତି। ଅଳପ ନଦୀଏ ପୁରିଲେ ଲହରୀ ମତେ ଉଛୁଳିଲେ। ତ ପିଲାମାନେ ଅଳପ ନଦୀଏ ପୁରିଲେ ଲହରୀ ମତେ ଉଛୁଳିଲେ, ଅର୍ଥାତ୍ କ୍ଷୁଦ୍ର କ୍ଷୁଦ୍ର ନଦୀମାନେ ଅଳ୍ପ ବର୍ଷାରେ, କମ୍ ବର୍ଷାରେ ପାଣିରେ ଭର୍ତ୍ତି ହେଇଗଲେ, ପୁରି ଉଠିଲେ। ଆଉ ଯେତେବେଳେ ପାଣି ପୁରିଗଲା ବା ଭର୍ତ୍ତି ହେଇଗଲା, ସେତିକି ବେଳେ ଲହରୀ ଖେଳାଇ ସେମାନେ ଉଛୁଳିକି ପଳେଇଲେ। ମାନେ ଯେତେବେଳେ ପାଣି ଭର୍ତ୍ତି ହେଇଗଲା, ଭର୍ତ୍ତି ହେଲା ପରେ ଲହରୀ ଖେଳାଇ ସେମାନେ ଉଛୁଳି ପଡ଼ିଲେ। ଅଳ୍ପ ବର୍ଷାରେ ଛୋଟ ଛୋଟ ନଦୀମାନେ ଯେତେବେଳେ ପାଣିରେ ଭର୍ତ୍ତି ହେଇଗଲେ, ଭର୍ତ୍ତି ହେଇଗଲା ପରେ ଲହରୀ ଖେଳାଇ ଉଛୁଳିଲେ। ନାନା ପ୍ରକାରେ ଶସ୍ୟ ରାଶି ଏଣେ ପୂରିତ ମହିରିଷି। ତ ପିଲାମାନେ ମୁଁ ପୂର୍ବରୁ ମଧ୍ୟ କହିଥିଲି
ଯେ କବି ଜଗନ୍ନାଥ ଦାସ ସକଳ ଋତୁଙ୍କର ସାର ବୋଲି କ'ଣ ପାଇଁ କହିଛନ୍ତି ନା ବର୍ଷା ଋତୁରେ ବିଭିନ୍ନ ପ୍ରକାର ଶସ୍ୟ ସମ୍ପଦରେ ପୃଥିବୀ ଭର୍ତ୍ତି ହୋଇଯାଏ ସେଥିପାଇଁ। ତ ବର୍ତ୍ତମାନ ମଧ୍ୟ କବି କହିଛନ୍ତି ନାନା ପ୍ରକାରେ ଶସ୍ୟ ରାଶି ଏଣେ ପୂରିତ ମହି ଦିଶେ। ବର୍ତ୍ତମାନ କ'ଣ ହେଇଗଲା ନା ଏଇ ପୃଥିବୀରେ ବିଭିନ୍ନ ପ୍ରକାର ଶସ୍ୟ ରାଶି ଭର୍ତ୍ତି ହେଇଗଲା। ତାପରେ କ'ଣ ଅଛି ଦେଖିବା, ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମହି। ତ ପିଲାମାନେ ଛତ୍ର ମାନେ ଛତା, ଯୋଉଟା ଆମେ କ'ଣ କରୁ ନା ବର୍ଷା ଦିନରେ ଆମେ ଯୋଉଟା ବ୍ୟବହାର କରୁ, ଛତ୍ର ବେଲେ ଛତା। ତ ଛତୁ ଆପଣମାନେ ଦେଖିଥିବେ ଯୋଉଟା ଆମେ ଖାଇଥାଉ ଛତୁ, ତ ସେଇ ଛତୁ ଛତା ପରି ଦିଶୁଛି। ଯେତେବେଳେ ବର୍ଷା ଆସେ, ବର୍ଷା ହେଲେ ତୁମେମାନେ ମଧ୍ୟ ଦେଖିଥିବ ବିଭିନ୍ନ ସ୍ଥାନରେ ଛତୁ ବାହାରିଥାଏ, ଆଉ ସେଇ ଛତୁ ମଧ୍ୟ ଛତା ପରେ ଦିଶିଥାଏ। ତ ଏଇଠି କବି ଜଗନ୍ନାଥ ଦାସ କ'ଣ ବର୍ଣ୍ଣନା କରିଛନ୍ତି ନା ଛତୁ ଛତା ପରି ଦିଶୁଛି। ରାଜାର ପ୍ରାୟ ଦିଶେ ମହି, ମହି ବୋଲେ ହେଉଛି ପୃଥିବୀ, ପୃଥିବୀ ରାଜା ପରି ଦେଖାଯାଉଛି। ତ କବିଙ୍କ ବର୍ଣ୍ଣନାରେ କ'ଣ ସତେ ଯେପରି ପୃଥିବୀ ରାଜା ପରି ଦେଖାଯାଉଛି ଏବଂ ଛତୁ ତାହାର ଛତ୍ର ପରି ଦେଖାଯାଉଛି। ତ ତୁମେମାନେ ଦେଖିଥିବ ରାଜାଙ୍କୁ ଛତ୍ର ଧରିକି ନେଇଥାନ୍ତି ଯୁଆଡ଼େ ଗଲେ। ତ ଠିକ୍ ସେହିପରି ପୃଥିବୀ ଏଠି ରାଜା ଏବଂ ଛତୁ ଏଠି ଛତ୍ର ବୋଲି କବି ବର୍ଣ୍ଣନା କରିଛନ୍ତି। ମୟୂରେ ଗିରି ଶିଖେ ଥାଇ ନୃତ୍ୟ କରନ୍ତି ମେଘେ ଚାହିଁ, ଅତିଥି ଦେଖି ଭକ୍ତ ଜନେ ଯେସନେ ତୋଷ ହୁଅନ୍ତି ମନେ। ତ ଦେଖନ୍ତୁ କବି ଏଠି କ'ଣ ଲେଖିଛନ୍ତି ନା ଅତିଥି ଦେଖି ଭକ୍ତ ଜନେ ଯେସନେ ତୋଷ ହୁଅନ୍ତି ମନେ। ତ ଅତିଥି ମାନେ ଯେ ଆମ ଘରକୁ ଆସିକି ପହଞ୍ଚିଥାନ୍ତି ତାହାକୁ ଆମେ ଅତିଥି ବୋଲି କହିଥାଉ। ତ ଜଣେ ଅତିଥିକୁ ଦେଖିକି ମାନେ ଭକ୍ତଜନମାନେ ଯେମିତି ଖୁସି ହୁଅନ୍ତି, ଆନନ୍ଦ ହୁଅନ୍ତି, ତ ଠିକ୍ ସେହିପରି ମୟୂର କ'ଣ କରିଛି ନା ଆକାଶରେ ଯେତେବେଳେ କଳା ମେଘକୁ ଦେଖିଛି, ଆକାଶରେ କଳା ମେଘକୁ ଦେଖିକି ସେ ଗିରି ମାନେ ପର୍ବତ ଶିଖରରେ ଥାଇକି ସେ ନୃତ୍ୟ କରିଛି, ଅତ୍ୟନ୍ତ ଖୁସିରେ ସେ ନୃତ୍ୟ କରୁଛି। ତ ପିଲାମାନେ ଏହିପରି ଭାବରେ ବର୍ଷା ଋତୁ ସମ୍ପର୍କରେ କବି